ଆଉ ପିଲାମାନେ ଆଜିର ବିଷୟ କୌଣସି ପାଠ ପଢା କିମ୍ବା ନର୍ସିଂର ଟପିକ୍ ଉପରେ ନୁହେଁ। ଆଜିର ପାଠ ପଢା ସମଗ୍ର ସମାଜ ପାଇଁ। ସମସ୍ତେ ତ ଅଲରେଡି କଲିକତାର ଯୋଉ ରେପ୍ ଆଣ୍ଡ ମର୍ଡର କେସ୍ ଭିତରେ ସମସ୍ତେ ଶୁଣିଥିବ। ତ ଆଜି ସେ ବିଷୟରେ କିଛି ଡିଟେଲ୍ସରେ ବୁଝିବା। କଣ ହେଇଛି କଣ ନାହିଁ କଣ କରିବା ଦରକାର ସବୁ କିଛି। ଦେଖନ୍ତୁ, ଯେତେବେଳେ ଗୋଟେ ଝିଅ ପିଲା କି ପୁଅ ପିଲା ଯାହାର ବି ଜନ୍ମ ହୁଏ, ସବୁବେଳେ ମା ଆଉ ବାପାଙ୍କ ପାଟିରୁ ବାହାରି ପଡେ ମୋ ପୁଅ ଇଞ୍ଜିନିୟର ହବ, ମୋ ପୁଅ ଡକ୍ଟର ହବ, ମୋ ଝିଅ ଡକ୍ଟର ହବ। ବହୁତ ସାରା ସ୍ୱପ୍ନ, ବହୁତ ସାରା ଜିନିଷ ତାଙ୍କ ମାଇଣ୍ଡରେ ଉଙ୍କି ମାରିଥାଏ। କିନ୍ତୁ ଯେତେବେଳେ ସେଇ ଡକ୍ଟର ହବା ପାଇଁ ଯେତେବେଳେ ଚେଷ୍ଟା ଆସିଥାଏ, ଯେତେବେଳେ ସେ +2 ପାସ୍ କରିନେଲା, +2 ପାସ୍ ପରେ ସେ ନିଟ୍ ଏକ୍ଜାମ ଦେବା ପାଇଁ ଥାଏ। ତ ନିଟ୍ ଏକ୍ଜାମରେ ଲକ୍ଷ ଲକ୍ଷ 20 ଲକ୍ଷ 10 ଲକ୍ଷ 15 ଲକ୍ଷ ଏମିତି ପିଲା ପରୀକ୍ଷା ଦେଇଥାନ୍ତି। କିନ୍ତୁ ତାଙ୍କ ଭିତରେ ସିଟ୍ ବହୁତ କମ୍, ହଜାର ହଜାରରେ ସିଟ୍ ଥାଏ। ପିଲା ଦେଇଥାନ୍ତି ଲକ୍ଷ ଲକ୍ଷ 10 ଲକ୍ଷ 15 ଲକ୍ଷ। ତ ପାଇବାର ଚାନ୍ସେସ୍ କେତେ କମ୍ ଏଇଟା ତମମାନେ ବୁଝିପାରୁଥିବ। ଆଉ ଅବଭିୟସଲି ସେଟା ପଢିବାଟା ଏତେ କମ୍ ଇଜି କଥା ନୁହଁ। ରାତିରେ 10 ଘଣ୍ଟା 12 ଘଣ୍ଟା, ଗୋଟେ ଗୋଟେ ଦିନରେ 12 ଘଣ୍ଟା 14 ଘଣ୍ଟା ଲେଖା ସେମାନେ ପଢିଥାନ୍ତି। ଆଉ ସେତିକି କଡା ମେହନତ ପରେ ଯାଇକି ସେମାନେ ତାର ସିଲେକ୍ସନ ନିଅନ୍ତି। କିନ୍ତୁ ତଥାପି ଆମର ଏତେ ମହାନ ସରକାର, ଏତେ ମହାନ ଦେଶ, ତଥାପି ଏଇ ରିସେଣ୍ଟ ହିଁ ଆମେ ଦେଖିବାକୁ ମିଳିଛି ନିଟ୍ ର ସ୍କାମ୍। ସମସ୍ତେ ଜାଣିଛନ୍ତି ନିଟ୍ ର ସ୍କାମ୍ ବି ଦେଖିବା ପାଇଁ ମିଳିଛି, ଯୋଉଠି ପଇସା ନେଇକି ତାଙ୍କୁ କ୍ୱେଶ୍ଚନ ପେପର ଦିଆ ହଉଥିଲା, ଲିକ୍ ହଉଥିଲା ବହୁତ କିଛି। ଯେତେବେଳେ ଗୋଟେ ଗରିବ ଘରର ପିଲା ଏତିକି ବାଟ ଆଗେଇ ଯାଇଥିବ ଯେ ମୋ ପିଲା ଡକ୍ଟର ହବ, ଆଉ ସିଏ ବି କଷ୍ଟ କରିକି ଦିନରୁ 12 ଘଣ୍ଟା 14 ଘଣ୍ଟା 16 ଘଣ୍ଟା ପଢି 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 ମୁଁ ଡକ୍ଟର ହେବି, ଦେଶର ସେବା କରିବି, ତାପରେ ବି ସ୍କାମ୍। ତାପରେ ବି ଯଦି କିଛି ଜଣ ବଞ୍ଚି ଯାଉଛନ୍ତି ଯେ ଫାଇନାଲି ସେମାନେ ନିଟ୍ ରେ ସିଲେକ୍ସନ ହଉଛନ୍ତି, ଫାଇନାଲି ଗୋଟେ ଡକ୍ଟର ହଉଛନ୍ତି, କଣ ସେମାନେ ସୁରକ୍ଷିତ ଅଛନ୍ତି? ଗୋଟେ ଫିମେଲ ଡକ୍ଟରକୁ ଯଦି ଆମେ ଯିବା, କଣ ସେ ସୁରକ୍ଷିତ ଅଛି? ଦିନ ରାତି ସିଏ ତା ଜୀବନର ପରବାହ ନ କରି ସମସ୍ତଙ୍କୁ ସେବା ଦେଇ ଚାଲିଛି। ତଥାପି ସେ ସୁରକ୍ଷିତ ଅଛି କି? ଆସନ୍ତୁ ଜାଣିବା ଗୋଟେ ବହୁତ କମ୍ପ୍ଲିକେଟେଡ ଷ୍ଟୋରି, ଯୋଉଟା କି ଏଇ ରିସେଣ୍ଟ ହିଁ ଘଟିଛି। 9 ଅଗଷ୍ଟ, ଦେଖିପାରୁଥିବେ 9 ଅଗଷ୍ଟ, ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲ, ଯୋଉଟା କି ୱେଷ୍ଟ ବେଙ୍ଗଲରେ ଅଛି, ଆମ ପାଖରେ ହିଁ, ଆମ ରାଜ୍ୟର ପାଖରେ ହିଁ ଲାଗିଛି ୱେଷ୍ଟ ବେଙ୍ଗଲ, ସମସ୍ତେ ଶୁଣିଥିବ। ତ ଆରଜି ଆରଜି କର ମେଡିକାଲ କଲେଜରେ ବହୁତ ବଡ ଗୋଟେ ବହୁତ ବଡ ଖରାପ ସିଚୁଏସନ ହେଇଛି, ଖରାପ ଘଟଣା ମଧ୍ୟ ଘଟିଛି। କଣ ଘଟିଛି ବର୍ତ୍ତମାନ? ତ ସାର୍ ଆମେ ଯେତେବେଳେ ନ୍ୟୁଜରେ ଶୁଣୁଛୁ ମର୍ଡର କେସ୍ ଆସିଛି, ଯେ ରେପ୍ କେସ୍, ଆକ୍ଚୁଆଲି ସାର୍ ହେଇଛି କଣ? ମୁଁ ପୁରା ସେଇଟାକୁ ଡିଟେଲ୍ସରେ ଖୋଲିକି କହିବା ପାଇଁ ଚାହୁଁଛି। 31 ବର୍ଷର 31 ବର୍ଷର ଗୋଟେ ଲେଡି ଡକ୍ଟର, ଯୋଉଟା କି ଫିମେଲ ଡକ୍ଟର, ଯେତେବେଳେ ତାଙ୍କର ତ ଏମିତି 2 ଘଣ୍ଟା 5 ଘଣ୍ଟା ଡ୍ୟୁଟି ନଥାଏ, ସେ କଣ୍ଟିନ୍ୟୁଅସଲି ଡ୍ୟୁଟି କରୁଥାନ୍ତି। କାହାର ସର୍ଜରୀ ହବ, କାହାକୁ ପେସେଣ୍ଟ ଚେକଅପ୍ ହବ, ଏମିତି 36 ଘଣ୍ଟା ସେ କଣ୍ଟିନ୍ୟୁଅସ ଡ୍ୟୁଟି କରିଛନ୍ତି ସେଇଦିନ। ଠିକ ଅଛି, 36 ଘଣ୍ଟା ସେ କଣ୍ଟିନ୍ୟୁଅସ ଡ୍ୟୁଟି କରିସାରିଲା ପରେ ଯେତେବେଳେ ସେ ଟାୟାର୍ଡ ହେଇଯାଇଛନ୍ତି, ସେ ଯାଇଛନ୍ତି ତାଙ୍କର ସେମିନାର ହଲରେ ତାଙ୍କ କଲିଗ୍ସ ମାନଙ୍କ ସହିତ ବସିକି ସେମାନେ ଡିସ୍କସନ କରୁଛନ୍ତି ଯେ ଅଲିମ୍ପିକ୍ସରେ କଣ ଚାଲିଛି, ଅଲିମ୍ପିକ୍ସରେ କିଏ ଗୋଲ୍ଡ ମେଡାଲ ନେଲା, ନୀରଜ ଚୋପ୍ରା ହେଇପାରିଥାନ୍ତା କାହିଁକି ହେଲେନି, ଏଗୁଡ଼ା ବହୁତ ବଢିଆ ଡିସ୍କସନ ଚାଲିଛି। ଯେତେବେଳେ ଡିସ୍କସନ ଏଣ୍ଡ ହେଇଛି, ସେଇ ସାଙ୍ଗରେ ହିଁ ସେ ଖାଇବା ଖାଇଛନ୍ତି। ରାତି 11 12 କି 2ଟା ପାଖାପାଖିରେ ସେ ଖାଇବା ଖାଇଛନ୍ତି। ତାପରେ ସେ କଣ କରୁଛନ୍ତି, ବାକି କଲିଗ୍ସ ମାନେ ସେ ତାଙ୍କର କାମକୁ ପଳେଇ ଯାଇଛନ୍ତି। ବାକି କଲିଗ୍ସ ମାନେ କାମକୁ ପଳେଇଲା ପରେ ଇଏ ଯେହେତୁ ପୁରା 36 ଘଣ୍ଟା କାମ କରିଥିଲେ, ସେଥିପାଇଁ ବହୁତ ହି ଟାୟାର୍ଡ ହେଇଯାଇଥିଲେ। ସେ ତାଙ୍କର ପ୍ରାଇଭେଟ ସ୍ପେସ୍ ସେମିତି କିଛି ନଥିଲା ଯେ ପ୍ରାଇଭେଟ ରୁମ୍ କିମ୍ବା ପ୍ରାଇଭେଟ ଇଏ ଯୋଉଟା କି ସେ ଆରାମ ସେ ଶୋଇପାରିବେ। କିନ୍ତୁ ତଥାପି ସେମିତି ପେସେଣ୍ଟ ବେଡ୍ ଯେମିତି ଥିଲା, ଗୋଟେ ଆରାମ ସେ ନର୍ମାଲ ବେଡ୍, ସାଧାରଣତଃ ନର୍ମାଲ ବେଡ୍ ଅନସେଫ୍ଟି ବାଲା, ସେ ସେଇଠି ଟିକେ ଟାୟାର୍ଡ ହେଇକି ଶୋଇ ପଡୁଛନ୍ତି। ବାସ୍, ଏତିକି କଥା। ଯଦି ବି ତାଙ୍କ ଦ୍ୱାରା ଭୁଲ ହେଇଛି ଏତିକି, କାହିଁକିନା ସେ ନିଜ ଜାଗାରେ ନ ଶୋଇକି ନର୍ମାଲ ଜାଗାରେ ଶୋଇଯାଇଥିଲେ। ତାପରଠୁ ମୁଁ କିଛିଟା ପାର୍ଟ ସ୍କିପ୍ କରିବା ପାଇଁ ଚାହୁଁଛି। ତାପରେ ନେକ୍ସଟ ସକାଳ ପାହିଛି, ସକାଳ ପାହିଲା ପରେ ତାଙ୍କର ପ୍ୟାରେଣ୍ଟସକୁ କଲ୍ ଯାଇଛି ଯେ ଆପଣଙ୍କ ଝିଅ କିଛି ନା ଅସୁସ୍ଥ ଅଛନ୍ତି, ତ ଆପଣ ଦୟାକରି ସାଙ୍ଗେ ସାଙ୍ଗେ ମେଡିକାଲ ଆସନ୍ତୁ। ସେଠି କିଛି ବି କୁହାଯାଇନି, ସେଠି କିଛି ବି କୁହାଯାଇନି ଆପଣଙ୍କ ଝିଅ ମାନଙ୍କର କଣ ହେଇଛି। ଯେତେବେଳେ ତାଙ୍କ ବାପା ମା ଆସିଛନ୍ତି ହସ୍ପିଟାଲ, ସେତେବେଳେ 3 ଘଣ୍ଟା କାଳ ତାଙ୍କୁ ତାଙ୍କ ଝିଅକୁ ଦେଖିବା ପାଇଁ ଦେଇନାହାନ୍ତି, ଏବଂ ସେଇ ଜାଗାରେ କୁହାଯାଇଛି ଯେ ଆପଣ ଝିଅ ସୁଇସାଇଡ କରିଦେଇଛି। ଥରେ ଭାବିକି ଦେଖନ୍ତୁ, ଯୋଉ ଝିଅ ବାପା ମାଙ୍କ ସହିତ ବହୁତ ଖୁସିରେ କଥା ହେଇଛି ରାତି 11ଟା 12ଟା ବେଳେ ଖାଇଲା ବେଳେ, ଯେ ମୁଁ ବହୁତ ଭଲ ଅଛି, ବହୁତ ବଢିଆ କରିଛି, ଆଜି ଅଲରେଡି 36 ଘଣ୍ଟା ଡ୍ୟୁଟି ହେଇଛି, ପୁରା ମାନେ ପୁରା ଟାୟାର୍ଡ ହେଇଛି, ମୁଁ ବର୍ତ୍ତମାନ ରେଷ୍ଟ କରିବି, ମୁଁ ଯାଉଛି ପୁଣି ଡ୍ୟୁଟି କରିବି, ଏମିତି ଯଦି ଯିଏ ଝିଅ କଥା ହେଇଛି ରାତି 11ଟା ବେଳେ, ସେ ରାତାରାତି ସୁଇସାଇଡ କେମିତି କରିଦବ? ବାସ୍, ଏତିକି ହଉଛି ଘଟଣା।
ସମସ୍ତେ କମ୍ପ୍ଲେନ୍ କରିଦେଲେ ଯେ ସୁଇସାଇଡ୍ ହେଇଛି। ଯୋଉ ମେଡିକାଲ କଲେଜ ଥିଲା, ସ୍କୁଲ ଥିଲା, ସେ ପକ୍ଷରୁ ମଧ୍ୟ ତାଙ୍କୁ ପୁରା ଦିଆହେଇଛି ଯେ ସୁଇସାଇଡ୍ ହେଇଯାଇଛି 100%। କିନ୍ତୁ ପେରେଣ୍ଟସ୍ ତ ଆମର ବିଲିଭ୍ କରିବେ ନା, ଯେ ସେମାନେ କେବେ ବି ବିଲିଭ୍ କଲେନି ଯେ ମୋ ଝିଅ ସୁଇସାଇଡ୍ କରିଥିବ। ତାଙ୍କୁ ବହୁତ କିଛି ଡାଉଟ୍ ଲାଗିଲା। ତ ସେ ଜବରଦସ୍ତି ଯେତେବେଳେ ସେମାନେ ଦେଖିବା ପାଇଁ ଦଉନଥିଲେ ଝିଅର ମୁହଁକୁ, ଝିଅକୁ ସେମାନେ ଭେଟ କରିବା ପାଇଁ ଦଉନଥିଲେ, ସେତେବେଳେ ଜବରଦସ୍ତି ତାଙ୍କ ପେରେଣ୍ଟସ୍ ଯେ ଫାଦର ଯିଏ, ସେ ସାଙ୍ଗେ ସାଙ୍ଗେ ଯାଇକି ଯେମିତି ହଉ ଜବରଦସ୍ତି ଝିଅ ପାଖରେ ପହଞ୍ଚି ଯାଇଛନ୍ତି। ଡେଡ୍ ବଡି ପାଖରେ ପହଞ୍ଚି ଯାଇଛନ୍ତି। ଯେତେବେଳେ ଡେଡ୍ ବଡି ପାଖରେ ପହଞ୍ଚି ଯାଇଛନ୍ତି, ସେତେବେଳେ ତାଙ୍କୁ ଯୋଉ ହିସାବରେ ତାଙ୍କ ଝିଅ ଦେଖିବା ପାଇଁ ମିଳିଛି, ଭଗବାନ ନ କରନ୍ତୁ କୋଉ ବାପକୁ ତା ଝିଅକୁ ଏଇଭଳିଆ ଷ୍ଟେଜରେ ଦେଖିବା ପାଇଁ ମିଳିଥାଏ। ଅର୍ଦ୍ଧଲଗ୍ନ ଅବସ୍ଥାରେ, ମାନେ ଝିଅର ଅଧା ପାଖରୁ, ମାନେ ଲାଷ୍ଟ ବଡି ପାର୍ଟରୁ କପଡା ନାହିଁ, ଖାଲି ଜଷ୍ଟ ହାଲକା ବଡି କପଡା ଲାଗିଛି, ପୁଣି ଛିଡା ଫିଡା ହେଇକି, ବାକି କପଡା ନାହିଁ। ଆଖିରୁ ଫାଟିକି ରକ୍ତ ବହୁଛି, ମୁଣ୍ଡରୁ ରକ୍ତ ବହୁଛି, ପଛପଟୁ ରକ୍ତ ବହୁଛି, ଷ୍ଟମାକ ଜାଗାରେ ରକ୍ତ ବହୁଛି, ଆଉ ଯୋଉ ପ୍ରାଇଭେଟ ପେଜ, ମାନେ ସେ ଅବସ୍ଥାରେ ନାହିଁ, ଖାଲି ବ୍ଲିଡିଂ ହିଁ ବ୍ଲିଡିଂ। ଆଉ ଦିଟା ଗୁଡକୁ କହିତେ ଗଲେ ଫାଡି ଦିଆଯାଇଛି 90 ଡିଗ୍ରୀ ଆଙ୍ଗେଲ। ଏଇଟା କଣ ସୁଇସାଇଡ? କୋଉ ମଣିଷ ଏମିତି ନିଜକୁ ଏଇ ଅବସ୍ଥାରେ ସୁଇସାଇଡ କରିପାରିବ କି? ତାପରେ ଯେତେବେଳେ କଲେଜ କିମ୍ବା ଯୋଉ ହସ୍ପିଟାଲ ଥିଲା, ସିଏ ଯେତେବେଳେ ଚୁପ୍ ରହିଲା, ସୁଇସାଇଡ ର କଥା ଦେଲା, ସେମାନେ ଯାଇକି ପୋଲିସରେ ଦେଲେ। ବାକି ଯୋଉ ଡକ୍ଟର୍ସ ମାନେ ଥିଲେ, ସେମାନେ ମଧ୍ୟ ଆସିଗଲେ, ପ୍ରୋଟେଷ୍ଟକୁ ଆସିଗଲେ, ସେମାନେ ଭାଇରାଲ କଲେ, ବହୁତ କିଛି କଲା। ତାପରେ ଯେତେବେଳେ କଥା ଉପରକୁ ବାହାରିଲା, ସମସ୍ତେ କଣ କଲେ, ପୋଷ୍ଟମର୍ଟମ କରାଯାଉ ବୋଲି କହିଲେ। ତ ପୋଷ୍ଟମର୍ଟମ ଯେତେବେଳେ କରାଗଲା, ସେଠି ଯୋଉ ରିପୋର୍ଟ ଆସିଲା, ଆପଣ ଶୁଣିଲେ ବି ମୁଣ୍ଡ ଖରାପ ହେଇଯିବ। ସାଧାରଣତଃ ଯେତେବେଳେ ଗୋଟେ ମେଲ୍ ପର୍ସନ ଥାଏ, ଗୋଟେ ପୁରୁଷ ଲୋକ ଥାଏ, ତାର ଯେତେବେଳେ ରେପ୍ ବି କରାହେଇଥିବ ଗୋଟେ ଫିମେଲକୁ, ଗୋଟେ ସିମେନ୍ କିମ୍ବା ଯୋଉଟାକି ଆମେ ସ୍ପର୍ମ କହୁଛୁ, ସେ ସ୍ପର୍ମ 5 to 10 ml କିମ୍ବା 10 ml ରୁ ଅଧିକା ବି ଯାଇପାରିବ, ବାସ୍ ସେତିକି, ନହେଲେ ଅଧିକା ନୁହେଁ। କିନ୍ତୁ ସେ ଝିଅକୁ ଯେତେବେଳେ ଆମେ ପୋଷ୍ଟମର୍ଟମ କଲୁ, ତା ପୋଷ୍ଟମର୍ଟମ ରିପୋର୍ଟରେ ତାର ଭେଜାଇନା ଭିତରେ 150 ml, ମାନେ 150ରୁ ଅଧିକା ସ୍ପର୍ମ ଥିଲା। ମାନେ ଏଟାକୁ ରେପ୍ କୁହାଯାଏନି, ଏଟାକୁ ଗ୍ୟାଙ୍ଗ ରେପ୍ କୁହାଯାଏ। ମାନେ ଅତି ଦୁଷ୍କର୍ମ ଭାବରେ ଦେହ ସାରା ବ୍ଲିଡିଂ, ତାର ଭେଜାଇନାରୁ 150 ml ରୁ ଅଧିକା ସ୍ପର୍ମ ମିଳିଥିଲା। ତାହେଲେ ଥରେ ଭାବିକି କୁହନ୍ତୁ, କୋଉ ସୁଇସାଇଡ ଏମିତି ହେଇପାରିବ? ବାଃ। ତଥାପି ବର୍ତ୍ତମାନ ଏଇ ଜିନିଷଟାକୁ ସିବିଆଇକୁ ଦିଆଯାଇଛି, କିନ୍ତୁ ବର୍ତ୍ତମାନ ସମସ୍ତଙ୍କୁ ମାନେ ମାଇଣ୍ଡରୁ ଏମିତି ଆସିଯାଇଛି ଯେ ଆକ୍ଚୁଆଲି ଏଇ ଯୋଉ ଜିନିଷଟା ହେଇଛି, ୟା ପଛରେ ଦାୟୀ କିଏ, କରିଛି କିଏ? ସେଇ ଜିନିଷଟା ମୁଁ ନେଇଯାଉଛି ସେ ରାତି ପାଖର କଥାକୁ। ଯେତେବେଳେ ରାତି 3ରୁ 4ଟା ପାଖାପାଖି, ଯେତେବେଳେ ସିସିଟିଭିରେ ଲାଷ୍ଟ ଗୋଟେ ଲୋକ ଆସିଥିଲା, ଯୋଉଟାକି ତାର ଫଟୋ କଏଦ ହେଇଥିଲା, ସେ ଯେତେବେଳେ ଆସିଥିଲା, ଏଣ୍ଟ୍ରି କରିଥିଲା, ସେଇ ଗୋଟେ ହିଁ ଫଟୋ ଅଛି, ଆଉ କେହି ଆସିବାର ଫଟୋ ନାହିଁ। ତାପରେ ହିଁ ଏସବୁ ଘଟଣା ଘଟିଛି। ବର୍ତ୍ତମାନ ସେଟାକୁ କନଫର୍ମ ଧରା ଯାଇନି, କିନ୍ତୁ ତଥାପି ବହୁତ ଲୋକ ଭାବୁଛନ୍ତି ସେଟା କନଫର୍ମ କହିକି। ଠିକ ଅଛି, କିନ୍ତୁ ସେ ଲୋକର ଯଦି ବ୍ୟାକଗ୍ରାଉଣ୍ଡ ହିଷ୍ଟ୍ରି ଆମେ ଜାଣିବା, ତାହେଲେ ଅବଭିୟସଲି ତାର ମୋବାଇଲରେ ଯାହା ବି ସବୁ କ୍ଲିପିଂ ରହୁଛି, ସବୁ ଏଇ ଟାଇପର, ଜଣକୁ କେମିତି ମାରିକି ରେପିଷ୍ଟ ଭଳିଆ, ମାନେ ଏଇ ପ୍ରକାର ସବୁ ଜଘନ୍ୟ କାଣ୍ଡର ସବୁ ମାନେ ସେ କ୍ଲିପ ଗୁଡା ସେ ଦେଖେ। ଆଉ ତାର ଚାରି ଥର ମାନେ ବାହାଘର ହେଇଛି, ଯୋଉଟା କି 3 ଜଣ ତାକୁ ଏଇଭଳିଆ ଟର୍ଚର କିମ୍ବା ଏଗ୍ରେସିଭ ସେକ୍ସୁଆଲି ବିହେଭିୟର ପାଇଁ ତାକୁ ଛାଡିକି ପଳେଇଛନ୍ତି। ବାକି ଯୋଉ ଲାଷ୍ଟ ଜଣେ ଥିଲେ, ସେ କ୍ୟାନ୍ସରରେ ଡେଥ୍ କରିଯାଇଛି। ଆଉ ଏଇଭଳିଆ ଯଦି ତାର ବିହେଭିୟର ସବୁବେଳେ ଲାଗିକି ରହୁଛି, ତାହେଲେ କାହାକୁ ଡାଉଟ୍ ନ ହବ? ତାପରେ ଆଉ ଗୋଟେ ସବୁଠାରୁ ବଡ କ୍ୱେଶ୍ଚେନ, ଯେ ଯୋଉଠି ଡକ୍ଟର୍ସ ମାନେ ଅଛନ୍ତି, ତାଙ୍କର ସେମିନାର ହଲ୍ ଅଛି, ସେଠି ସାଧାରଣ ଲୋକ ଗୋଟେ ଗଲା କେମିତି? ଇଏ କେବେ ସାଧାରଣ ଲୋକ ନୁହଁ। ଇଏ କଣ କରେ, ପୋଲିସକୁ ପାର୍ଟ ଟାଇମ ହେଲ୍ପ କଲା ଭଳିଆ ଗୋଟେ ମ୍ୟାନେଜମେଣ୍ଟ ସ୍କିଲରେ ରହିଥିଲା, କିନ୍ତୁ ହସ୍ପିଟାଲ ମଧ୍ୟ ଗୋଟେ ଏଜେଣ୍ଟ ଭଳିଆ କାମ କରୁଥିଲା। ବାସ୍, ତ ଡାଟା ସବୁ ଥିଲା, କିଏ କୋଉଠି ରହୁଛି, କଣ ରହୁଛି, କେମିତି ରହୁଛି, ତାକୁ କେହି ଅଟକେଇଲା ଭଳିଆ ବି ନଥିଲେ। ବାସ୍। ତ କଥା ଏଇଆ, ଯିଏ ବି ହଉ, ଆଜି ଯଦି ଆମେ ଇଣ୍ଡିପେଣ୍ଡେନ୍ସ ଡେ ପାଳନ କରୁଛୁ, ଠିକ ଅଛି, ଆମେ ଇଣ୍ଡିପେଣ୍ଡେନ୍ସ ଡେ ପାଳନ କରୁଛୁ, କିନ୍ତୁ ଇଣ୍ଡିପେଣ୍ଡେନ୍ସ ଡେ ରେ ସମସ୍ତଙ୍କୁ ଆମେ ଭାବୁଛୁ ଫ୍ରିଡମ ମିଳିଯାଇଛି, କିନ୍ତୁ ଏଇ ପ୍ରକାର ଫ୍ରିଡମ ନେଇକି ଯିବା ଆମେ, ଯେ ଗୋଟେ ଝିଅକୁ ଏଇଭଳି ନିର୍ମମ ଭାବରେ ହତ୍ୟା ଏବଂ ଯୋଉ ରେପ୍ କୁହାଗଲା, ସେ ସବୁ କରାଯାଉଛି ଆଜିକା ଡେଟରେ ବି, ତ ଆମେ କୋଉ ହିସାବରେ କହିପାରିବା ଆମେ ଫ୍ରିଡମ ଅଛୁ? ସ୍କାମ ଉପରେ ସ୍କାମ ଚାଲିଛି, ରେପ୍ ଉପରେ ରେପ୍ ଚାଲିଛି, ଆଉ ଦୁନିଆରେ ବଞ୍ଚିଛି କଣ? ଆମେ ଆଜିକା ଡେଟରେ ବି ଆମେ କଣ କରୁଛୁ, ପ୍ରୋଟେଷ୍ଟ କରୁଛୁ, ଆମକୁ ନ୍ୟାୟ ମିଳୁ। ଯେତେବେଳେ ଇଂରେଜ ମାନେ ଥିଲେ, ସେତେବେଳେ ଆମେ ମାଗୁଥିଲୁ, ଆମେ ପ୍ରୋଟେଷ୍ଟ କରୁଥିଲୁ ଯେ ଆମକୁ ନ୍ୟାୟ ମିଳୁ। ଆଜି ବି କହୁଛୁ ଆମେ ନ୍ୟାୟ ମିଳୁ। ତାହେଲେ କୋଉ ହିସାବରେ ଆମେ ଫ୍ରିଡମ ହେଇକି ଅଛୁ? ଏଇ ଭିଡିଓ ଯୋଉମାନେ ବି ଦେଖୁଛନ୍ତି, ଦିନ ଆଜି ଏମିତି ଘଟଣା ହେଇଛି, ସେଠି ହେଇଛି, ହୁଏତ ଆଜି ଏଠି ବି ହେଇପାରିବ, ନିଜ ପାଖରେ ବି ହେଇପାରିବ।
तो जो माने भी वीडियो देखुचंदी समस्ते वीडियो को जेते रु जेते हबो सेते शेयर करंतु जो माने भी ऑलरेडी बहुत जेति की नर्सिंग किबा डॉक्टर जो अछंती समस्ते ऑलरेडी काम छाडी की प्रोटेस्ट फील्ड को ले आछंती कहीं न्याय दरकार तो जो माने भी वीडियो देखुचंदी समस्ते वीडियो को शेयर करंतु जो माने जानि नाहंती से माने जानंतु एई बेला घटना घटुची आ जो माने भी एवार नाहंती से माने एवार होंतु आउ लीगल एक्शन निया जाऊ जी भी एटा करिछि संजय रॉय से नाटा बाहरुची बर्तन जी भी एटा करिसंदी संजय रॉय बाकी जनक तो ना जणा पड़नी तांकू पूरा माने एक्चुअली समस्त ना बाहरु आ तांकू पूरा फांसी तो दिए जोटा कंफर्म बट फांसी एमती हिसाब रे देओ जो रेपिस्ट को सेई कथा भाबिबो ताकू माने एतिकी डर रे तांको दिमाग हली जाओ माने से भाबी परिबेनी काने एमती किछि लोक थांती से माने केबे भी सुधरिबेनी बस तो सेई भले लोकंकु एमिति प्रकार दंड दिया जाओ से माने केबे एमती जिंस विषय भाबी परिबे आम झियो आम छोट झियो आम देशर झियो जदि आजिका दुनिया रे सेफ नान ताले को हिसाब फ्रीडम अगस्ट 15 आम कहीं पालन करूछु तो मोर समस्त अनुरोध समस्त भिडियो को एते मात्रा रे शेयर करो समस्त पाखरे जे ई प्रोटेस्ट रे समस्त शामिल हवा दरकार जेंति मु शामिल हेची तुम माने शेयर करके तुम माने भी शामिल हो समस्त पर घर 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 समस्त पाखरे पहुंचाओ एटा एमती पाठ पढ़ा नुहे जे नर्सिंग पाखरे पहुंचा दरकार न नुहे समस्त छोट हो बड़ समस्त पाखरे पहुंचवा दरकार आ समस्त एवार हवा दरकार काना समस्त घरे झियो अछंती समस्त जानिबा दरकार कोटा बैड टच कोटा गुड टच को लोकर इंटेंशन केमती बस सेते बलठु ही से एवार हिजवा दरकार सेमती हेले आम झियो निहाती भलसे रही परिबे धन्यवाद।